শ্রীহরি Yes, sir, sir,
देवतार रण अच्छा मात्र तो भीमसेन हारिब सेहि दिन मारिब शिव ताको देख से दुर्योधन जहाँ कही जाऊच मोर पिला भाई होउची पुणी मु कौन पाऊ नाही कहीं ना कृष्ण थारिकी कहीदेवे तेणुक दुर्योधन कह हारिले चिंता जितिले चिंता समस्त मुंड तो पाद तले भीमर मुंडिया माराई देव दुर्योधन वीर कह आज मु हारिले मते चिंता जहाँ कही जाऊच हे बाउरी बंधु किंतु पसंद पुणी लागू नाही किंतु हे जो विषय देउछ कही आगुरु टिके मते दियो छाई जति कहि मो भाई तम घर गलो गाँ जानिलो घर जानिलो चापी काटी धरलो जागिरो टंका गंडन महाभारत आगे जाउची हां सेइलो कहीं ना आज्ञा जति ना प्रभु देवता भगवान बांटिबे युद्ध पड़िया कहबी बहन हैं हे बाबू माने सुनतु डेरी श्रुति कल्पना करथिबे प्रभु दासरथी हे जो बाबा हे विचार करिबे कृष्ण भगवान किपरि जीवे हे पांडव गण हे बाबू माने देर कृष्ण बण मोर पिला भाई हैं যদি না যুদ্ধ পড়িয়া ठीक है ভাগ বাটিরে যাই कहती सुन मो भाई कलिका दुई गुणा की बेसे भाई देवता भगवान रात्र देवे कहिर सुन रे तुम्हे दुई जहाँ कहती वचन अरे सुवर्ण रकाती तुम्हे तो दुई हेब युद्ध पड़ियारे जाई तुम्हे पड़िथिब जेमिति दुर्योधन पश्चिम दिगरे भाग जीव पड़िर पूर्व भागरे पांडव युद्ध हेब এই গাইল গমন শুন মন দেই দেবে ভাগ বন্টা হেলা বুড়িয়া কুলে যাই মজিরু দুই ভাগ হেলা সম্পূর্ণ পূর্ব পশ্চিম দুই দিগ বহন মথিরে গোত্রে দপারে দপার আইরে লগাই জড়ে বড় কাটি জমে সাতন্ত গলা হই বারে আঙ্গুল সাত আঙ্গুল হইবে বাবা এই করি কাল ଆଉ କିଏ ଘୋଡ଼ା ଉପରେ ପୁଣି କରିଦିଅ কৌছি যে কথা কৌছি ভাই না শুনিব ধর্মবন্ত বিদুর অত হই দেখ বীর তাহাকু পঠাইবে দেবতা বংশীধর করি বলিবে তুমে তাহার নিকটরে দিব যেতেବେଳେ আসিলে ঘোড়া তাহু পড়িব সাত গুণ কাটি অর্ধ যুধিষ্ঠিক তার আঙুল কাটি দুর্যোধন দেব মাত্র তো বিদুর আসিব সেদিন বিচার কলা তাহাଙ୍କର মন ভাবিলে যুধিষ্ঠিত বড় মতই তার আঙুল কাটি হইଥିବ কହି তেଣୁକରି ପୂର୍ବ ଦିଗରେ ଠିକିଲାରେ ବିଦୁର କାଠିକୁ ଧରି କରେ ସାନ କାଠି ଗୋଟିକ ପଶ୍ଚିମେ ଫିକି ଦେବ ଦୁର୍ଯୋଧନ ସେଦିନ ବାହାଦୁରୀ ମାରିବ ବୋଲିବ ଆମ୍ଭର ଜିତା ଗଲା ହୋଇ ପୂର୍ବପଟେ କାଠି ମୋର ପରି ନଥାଏ ମାତ୍ର ତ ପତିତ ପାବନ ଶ୍ରୀହରି ଆଚ୍ଛା ଆଗରୁ ତାଙ୍କୁ କହିଛନ୍ତି ତିଆରି ଗାଇର ସେ ନିକଟେ ଯିବେ ଆରେ କାଠି ମାପିବାକୁ ତହୁ ସେ ଡକାଇବେ ବୋଲିବେ ଦୁର୍ଯୋଧନ ଆସ ହେ ବୀର କର୍ଣ୍ଣ ଆସ ଶକୁନି ମାନୁ ଯେବେ ଦେଖିବ ନୟନ ଦେଖିଲେ ସେ ନା ତୁମ୍ଭର ବିଶ୍ୱାସ ହୋଇବ ବୋଲି କହି ନଦେଲେ ସେ ଦେବତା ରାଘବ ପୂର୍ବରୁ କଳ୍ପନା କରିଥିଲେ ହରି ଆଜ୍ଞା ପୂର୍ବରୁ କଳ୍ପନା କରିଥିଲେ ସେ ହରି ହରି बोले जेमिति पूर्व पटे पांडवଙ୍କୁ पड़ी जेतेबेले दुर्योधनर काठी माप हेला
12 ଆଙ୍ଗୁଳ କାଠିଟା 7 ଆଙ୍ଗୁଳ ହୋଇଲା ଯୁଧିଷ୍ଠିରଙ୍କ 7 ଆଙ୍ଗୁଳ କାଠି ଯେବେ ସେ ମାପିବେ 12 ଆଙ୍ଗୁଳ ଦେଖ ଆହୁରି 7 ଆଙ୍ଗୁଳ 12 ଆଙ୍ଗୁଳଟା 7 ଆଙ୍ଗୁଳ ହୋଇଯିବ ତେବେ ଏହା ଦେଖି ଆଶ୍ଚମ୍ବିତ ହେଲେ ପାଣ୍ଡବ ଆହୁରି ହେଲେ ଦୁର୍ଯ୍ୟୋଧନ ଏଇଟା ମାୟା କରିଛନ୍ତି ନିଶ୍ଚୟ କୃଷ୍ଣ ଭଗବାନ ହେଲେ ମାତ୍ର ହାରିଲେ ଦିଟା ଜିତିଲେ ହଁ ହଁ ଭଗବାନ ବିଚାର କଲେ ମୁଁ ହଉଛି ପାଣ୍ଡବ ରକ୍ଷାକାରୀ ପାଣ୍ଡବ ରକ୍ଷାକାରୀ ବିଜୁଳି କନ୍ୟା ଯୋଗମୟ ଶକ୍ତି ରୂପେ ଯେତେ ସମୟରେ ଆକାଶ ମାର୍ଗକୁ ଗଲା ଆଗକୁ ମହାଭାରତ ଯୁଦ୍ଧ ଲାଗିବ ବୋଲିକି ଶ୍ରୀକୃଷ୍ଣ ଅର୍ଜୁନକୁ କହିଥିଲେ ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଦ୍ଧୋତ୍ସବ ବକାହା ପାଣ୍ଡବଶ୍ଚୈବ କିମ ବ୍ରତ ସଞ୍ଜୟ ସଞ୍ଜୟ ଧୃତରାଷ୍ଟ୍ର କହୁଥିଲେ ଯୋଗମୟ ଶକ୍ତି ରୂପେ ଭଗବାନ କହିଲେ ମୁଁ ତତେ କହିଥିଲି ମୁଁ ପାଣ୍ଡବ ରକ୍ଷାକାରୀ ଏବେ ଦୁର୍ଯ୍ୟୋଧନ ଅହମ୍ଭାବ ଚାଲିଛି ମୁଁ ଯାକି ଏ କଳି କାଳକୁ 7 ଆଙ୍ଗୁଳ 12 ଆଙ୍ଗୁଳ କରୁ 12 ଆଙ୍ଗୁଳକୁ 6 ଆଙ୍ଗୁଳ କରୁ ଯୋଗମୟ ଶକ୍ତି ରୂପେ ସେ କାଠିରେ ରହି ଏ କଳି କାଳକୁ ଅଲଗା ଅଲଗା କରି ଧର୍ମରାଜ ଯୁଧିଷ୍ଠିରକୁ ଜିତେଇଲେ ଓଲଟା ରେଡି କରିଦେଲେ ସେତେବେଳେ ତାକେ କହିଲେ ଆମେ ହାରିଲେ ଜିତା ଇଏ କହିଲା ଦୁର୍ଯ୍ୟୋଧନ କାହିଁକି ନା ଆଜ୍ଞା ମହାମାନିଆ ପାଇଁ ଦେଖ ଦୁର୍ଯ୍ୟୋଧନ ଗୁରୁ ଗୌରବ କାହାକୁ ନ କରେ ସେ ମାନ୍ୟ ଯେଉଁଦିନ ନାରାୟଣ ମଧ୍ୟସ୍ଥପଣରେ ଯାଇଥିଲେ କହିଲା ଦେଖ ସେ ସଭାରେ ତୁମ୍ଭେ ନାରାୟଣ ମୁଁ ପୂର୍ଣ୍ଣକ ନାରାୟଣ ତୁମେ ଗୋବିନ୍ଦ ମାନ ଗୋବିନ୍ଦ ଦିଦାନ ଚାରିଏ ମୋ ପାଦରେ ପଦ୍ମ ଫୁଟୁ ଥାଇ ତୁମ୍ଭେ କି ପାଇଁ ମଧ୍ୟସ୍ଥପଣ ଦେଖ ହୋଇ ଆସିଛ ପାଣ୍ଡବ ଅଟନ୍ତି ତାର ଜାତକ ବିନା ଯୁଦ୍ଧେ ମେଦିନୀ ନ ଦେବି ବୋଲିବ ଏଣୁ କରି ହସ୍ତିନାପୁଟି ହେଲା ନାର କାର ଅହଙ୍କାର କରିଲା ସେ ଦୁର୍ଯ୍ୟୋଧନ ବୀର ଧନ୍ୟ 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 କାୟକ ସୁନ୍ଦର ଖୋଜି ଖୋଜି ସଭା ମଧ୍ୟରେ କହିଲ ଉତ୍ତର ଆଉ କୋଉ କଥା ବାକି ଅଛି ରହି ସୁହାଗ ଦେଇ ମୋର ପିଲା ଭାଇ ଯୋ ଦେବତା ଉତ୍ତରେ ହେଲି ପ୍ରସନ୍ନ ମା 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 ଠାରୁ ମୁଁ ହୋଇଲି ଜନମ ଏ ମା 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 ଠାରୁ ମୁଁ ହୋଇଲି ଜନମ ବାଛି କରି କହିଦିଅ ମୋହର ନାମ ତେବେ ଶୁଣିବେ ପଣ୍ଡିତ ଜନ ହେ ରତନ ଶୁଣିବେ ପଣ୍ଡିତ ଜନ କଣ କହିଲ ମା ବୋକାଠୁ ମା ଠାରୁ ହେଲି ଜନମ ମା ଠୁ ଜନ୍ମ ହେଲା ନାଇଁ ତମେ ଆଉ ଗୋଟେ କେଉଁ କହୁଥିଲ ମା ବୋକାଠୁ ସମସ୍ତେ ଜନ୍ମ ହଉଛନ୍ତି ଆଉ ଗୋଟେ କେଉଁ ବୋକାଠୁ ଜନ୍ମ ନାଇଁ ନାଇଁ ହଁ ଆଗେ ସେତେବେଳେ କହୁଥିଲେ ମା ବୋକାଠୁ ସମସ୍ତେ ଜନ୍ମ ହଉଛନ୍ତି ଆଉ ପୁଅ ପୁଅ ବି ବୋପା ମା ଜନ୍ମ ହଉଛି ଏମିତି ଗୋଟେ କଥା ଭୁଲ କେଣ ତମେ ଇୟା ସେ କର